ଅତାବିରା ପୋଲିସ ଦୁଇଟି ମାମଲାରେ 9 ଜଣଙ୍କୁ ଗିରଫ କରିଛନ୍ତି। ପ୍ରଥମ ମାମଲାରେ ପ୍ରାୟ 54 ଲିଟର 840 ମିଲିଲିଟରର ବିଭିନ୍ନ ବ୍ରାଣ୍ଡର ବିଲାତି ମଦ ସବୁ ଜବତ କରାଯାଇଛି। ଏହି ଘଟଣାରେ 2 ଜଣଙ୍କୁ ଗିରଫ କରାଯାଇଛି। ବିଲାତି ମଦ ଚାଲାଣ କରୁଥିବା ଏବଂ ବିକ୍ରି କରୁଥିବା ଏହି 2 ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ଏବଂ ସେମାନଙ୍କ ନିକଟରୁ ଏକ ବୋଲେରୋ ମଧ୍ୟ ଜବତ ହୋଇଛି। ସେହିପରି ଦ୍ୱିତୀୟ ଘଟଣାରେ ଗ୍ୟାମ୍ବଲିଂ ବା ଜୁଆ ଖେଳୁଥିବା 7 ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ 59,540 ଟଙ୍କା ନଗଦ ଟଙ୍କା ଜବତ କରାଯାଇଥିବା ବେଳେ 8ଟି ମୋବାଇଲ ଫୋନ ଜବତ ହୋଇଛି ଏବଂ ପ୍ଲେଇଂ କାର୍ଡ ବା ତାସ 6ଟି ବିଡ଼ା ତାସ ଜବତ ହୋଇଛି। ସେମାନଙ୍କ ପାଖରୁ 2ଟି ମୋଟର ସାଇକେଲ ମଧ୍ୟ ଜବତ ହୋଇଛି। ଆପଣମାନେ ଦେଖନ୍ତୁ ବରଗଡ଼ରୁ ସତ୍ୟନାରାୟଣ ପ୍ରଧାନଙ୍କ ରିପୋର୍ଟ। ଉପସ୍ଥାପନା ବୀରେନ୍ଦ୍ର କୁମାର ପାଣିଗ୍ରାହୀ। ନମସ୍କାର।